ଭାଉଜ ଭାଉଜ ଏତେ ରାତିରେ କୁଆଡ଼େ ଯାଉଛ? ଭାଉଜ ଏ ଭାଉଜ ଏତେ ରାତିରେ କୁଆଡ଼େ ଯାଉଛନ୍ତି? ଯାଏ ମାଆକୁ ଡାକେ। ମା ମା ଲୋ, ଦେଖିଲୁ ମା, ଭାଉଜ ଏତେ ରାତିରେ କୁଆଡ଼େ ଯାଉଛନ୍ତି? କ'ଣ? ଆଲୋ ଆଲୋ, ଏ ନୂଆ ବୋହୂଟା ଚତୁର୍ଥୀ ଯାଇନି, ରାତିରେ ଉଠି କୁଆଡ଼େ ଯାଉଛି ବା? ଆପଣମାନେ ଶୁଣୁଛନ୍ତି ନୂଆ ବଧୂ। ଉପସ୍ଥାପନାରେ ମୁଁ ମୋନାଲିସା ନାୟକ ଷଡ଼ଙ୍ଗୀ। ଆପଣମାନଙ୍କ ସପୋର୍ଟର ବହୁତ ଦରକାର। ପ୍ଲିଜ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ମୋତେ ସପୋର୍ଟ କରନ୍ତୁ ଆଗକୁ ଆହୁରି ଭୟଙ୍କର ଷ୍ଟୋରି ଶୁଣିବା ପାଇଁ। ଶ୍ୟାମସୁନ୍ଦର ବାବୁ ତାଙ୍କର ଏକମାତ୍ର ପୁଅର ବାହାଘର କରି ନୂଆ ବଧୂ ଆଣିଛନ୍ତି ଘରକୁ। ଘରେ ଖୁସିର ମାହୋଲ, ବନ୍ଧୁବାନ୍ଧବ ଗହଳ ଚହଳରେ ଘର ଖାଲି ଉଠୁଛି ଆଉ ପଡ଼ୁଛି। ପୁଅ ବୋହୂ ଯେତେବେଳେ ବାହା ହେଇ ପ୍ରଥମ ଥର ପାଇଁ ଘରକୁ ଆସିଲେ, ଘରର ମହିଳାମାନେ ବୋହୂକୁ ବନ୍ଦାପନା କରି ଭିତରକୁ ଆଣିଲେ। ବୋହୂ ଯେତେବେଳେ ଅଳିତା ଥାଳିରେ ପାଦ ବୁଡ଼େଇଲା, ଶାଶୁ ଶାନ୍ତିଲତା ଦେବୀ ଗୋଟେ ଧଳା ଧୋତି ବିଛେଇଥିଲେ ବୋହୂର ପାଦ ଚିହ୍ନ ନେବେ ବୋଲି। ମା, ଏଇ ଧୋତି ଉପରେ ପାଦ ରଖେ। ବୋହୂ ଭିତରକୁ ଗଲା। ତାପରେ ଶାଶୁ ଯେତେବେଳେ ଧୋତିଟା ଦେଖିଲେ, ଇଏ କ'ଣ ଲୋ ମା, ନୂଆ ବୋହୂର ଗୋଟେ ପାଦ ଚିହ୍ନ ପଡ଼ିଛି, ଆଉ ଗୋଟେ କାହିଁ? ହେ ଭଗବାନ, ଏ କି ଅନର୍ଥ! ସେତେବେଳଠୁ ଶାନ୍ତିଲତା ଦେବୀଙ୍କ ମୁହଁଟା ଉତୁରି ଯାଇଛି ପୁରା। ଶାନ୍ତିଲତାଙ୍କ ବଡ଼ ଯା ମଞ୍ଜୁଲତା ଦେବୀ ଆସି କହିଲେ, ଆଲୋ ଶାନ୍ତି, ନୂଆ ବୋହୂକୁ ଟିକେ ଆମ କୁଳଦେବୀଙ୍କ ମନ୍ଦିରକୁ ନେଇ ଯାଉନୁ, ସେଠି ଟିକେ ଆଶୀର୍ବାଦ ନେଇ ଆସିବ। ହଁ ଦେଇ, ତମେ ନେଇଯାଅ, ମୋର ଏପଟେ ବହୁତ କାମ ଅଛି ଲୋ ମା, ମୁଁ ଯାଉଛି। ମଞ୍ଜୁଲତା ଦେବୀ ପୁତ୍ରବଧୂକୁ ନେଇ କୁଳଦେବତାଙ୍କ ମନ୍ଦିରକୁ ଗଲେ। ମା, ଦେଖେ, ଇଏ ହେଉଛନ୍ତି ଆମ କୁଳଦେବତା। ତୁ ନୂଆ ସଂସାର ଆରମ୍ଭ କରିବାକୁ ଯାଉଛୁ, ୟାଙ୍କ ଆଶୀର୍ବାଦ ନେ, ସବୁ ଭଲ ହବ। ବୋହୂ ଯେତେବେଳେ ଯାଇ କୁଳଦେବତାଙ୍କୁ ପ୍ରଣାମ କଲା, ହଠାତ୍ ଗୋଟେ ଅଘଟଣ ଘଟିଲା। କାହିଁ କୋଉ କାଳରୁ ଜଳି ଆସୁଥିବା ଅଖଣ୍ଡ ଦୀପଟା ହଠାତ୍ ଲିଭିଗଲା। ଏ କ'ଣ ହେଲା? ଇଏ ତ ଅଶୁଭ, ଭାରି ଅଶୁଭ। ମଞ୍ଜୁ ଦେବୀ ପାଟି କରି କରି ମନ୍ଦିର ଭିତରୁ ବାହାରି ଆସିଲେ। ଆରେ ଶୁଣ ରେ, କିଏ କୋଉଠି ଅଛ ଶୁଣ। ଶାନ୍ତି ଲୋ ଶାନ୍ତି, କି ବୋହୂକୁ ଆଣିଛି ଲୋ, ଘୋର ଅମଙ୍ଗଳ ହେଇଗଲା। କ'ଣ ହେଲା ଦେଇ, କ'ଣ ଅମଙ୍ଗଳ ହେଲା? ଆଲୋ, ଆମ ଅଖଣ୍ଡ ଦୀପ ବା ଲିଭିଗଲା ଲୋ। ଯେମିତି ନୂଆ ବୋହୂ ଜୁଆର ହେଇଛି ସେମିତି ଧପ୍ କିଣା ଲିଭିଗଲା। ମୁଁ ପା ନିଜ ଆଖିରେ ଦେଖିଲି। ଇଏ ତ ବହୁତ ବଡ଼ ଅମଙ୍ଗଳ ହେଲା ଦେଇ। ହଁ ଲୋ, କ'ଣ କରିବା ଲୋ, କେଜାଣି ଇଏ ନୂଆ ବୋହୂ ତା ସାଙ୍ଗରେ କ'ଣ ନେଇକି ଆସିଛି। ଦେଇ, ତମକୁ ଆଉ ଗୋଟେ କଥା କହିବି। କ'ଣ ଲୋ, କି କଥା? ଆଜି ନୂଆ ବୋହୂ ଯେତେବେଳେ ଘରକୁ ପ୍ରଥମ ଥର ପ୍ରବେଶ କଲା, ମୁଁ ସେଠି ଗୋଟେ ଧୋତି ପକେଇଥିଲି। କିନ୍ତୁ ଦେଇ, ବଡ଼ ଅଦ୍ଭୁତ କଥା, ଧୋତିରେ ଗୋଟିଏ ପାଦ ଚିହ୍ନ ଅଛି।
ଆଉ ଗୋଟେ ନାହିଁ। କ'ଣ ଇଏ କି ଯୁଗ ନଥିଲା କଥା ଲୋ ମା। ଆମ ଶ୍ୟାମ କ'ଣ ଦେଖିକି ଏଇ ଝିଅକୁ ଘରକୁ ବୋହୂ କରି ଆଣିଲା? ଏଇ କଥାଟା ଏଡ଼େ ଅମଙ୍ଗଳ ଆସିଲା ବେଳଠୁ ଖାଲି ଅମଙ୍ଗଳ ହେଉଛି। କେ ଜାଣି କାହାକୁ ସାଙ୍ଗରେ ନେଇକି ଆସିଛି। ଏଇସବୁ କଥା ଯାଇ ଶ୍ୟାମସୁନ୍ଦର ବାବୁଙ୍କ କାନରେ ପଡ଼ିଲା। ଶ୍ୟାମସୁନ୍ଦର ବାବୁ ଶାନ୍ତିଲତା ଦେବୀକୁ ଡାକିକି କହିଲେ, ଶୁଣୁଛ, ତମେ ଏବେ ଶାଶୁ ହେଲଣି, ଶାଶୁର କର୍ତ୍ତବ୍ୟ କର। ଏଇ ସବୁ ଛୋଟ ଛୋଟ କଥାକୁ ଧରିକି ଆଖଡା କରନି ଏଠି। ନୂଆ ବୋହୂଟା ଘରକୁ ଆସିଛି ବାପା ମାଙ୍କୁ ଛାଡିକି, ତମେ ମାନେ ତା ପଛରେ ଲାଗି ଯାଇଛ। ହେଲେ ଗୋଟେ ପରେ ଗୋଟେ ଅମଙ୍ଗଳ ହେଉଛି ଯେ। ଚୁପ୍ କର, ତମେ ଏଇ ଫାଲତୁ କଥା ଗୁଡାକ କୁହନି। ଆଉ ଯାଇକି ଦେଖ ଝିଅଟାକୁ କ'ଣ ଖାଇବାକୁ ଦିଅ। ସକାଳୁ ଆସିଛି ନ ଖାଇ ନ ପିଇକି। ଶାନ୍ତିଲତା ଦେବୀ ସ୍ୱାମୀଙ୍କଠୁ ପାଟି ଶୁଣି ଆସି ଝିଅ ଭାମାକୁ କହିଲେ, ଭାମା, ଭାମା। ହଁ ମା, କହ। ତୋ ଭାଉଜ ପାଖକୁ ଯା, ଦେଖେ ତାର କ'ଣ ଦରକାର ଅଛି କି ନାହିଁ। ତାକୁ ଲୁଗା ପାଲଟିବାକୁ କହ, ଆଉ କିଛି ଖାଇବାକୁ ନେଇ ଦେ। ହଉ। ଭାମା ଭାଉଜ ପାଖକୁ ଗଲା। ଭାମା ଭାରି ଖୁସି, କାହିଁକି ନା ଏବେ ଘରେ ତାକୁ ଆଉ ଗୋଟେ ସାଙ୍ଗ ମିଳିଯାଇଛି। ନୂଆ ଭାଉଜ ଆସିଛନ୍ତି ବୋଲି ସେ ବହୁତ ଖୁସି ହେଉଛି। ତା ମନ କଥା, ତା ସୁଖ ଦୁଃଖ ସବୁ କହିବ ଭାଉଜ ପାଖରେ। ଗୋଟେ ବୋଲି ନଣନ୍ଦ ଯେତେ ହେଲେ। ଭାଉଜ ନିଅ, ଏଇ ଶାଢ଼ୀଟା ବଦଳେଇ ଦିଅ। ନୂଆ ବୋହୂ ଚୁପଚାପ ଶାଢ଼ୀଟା ନେଇ ବଦଳେଇବାକୁ ଚାଲିଗଲା। ବଡ଼ ଅଦ୍ଭୁତ କଥା, ଭାଉଜ କିଛି ବି କହିଲେନି। ଏତେ ଚୁପଚାପ କ'ଣ? ବାପା ମା ଭାଇ ଭଉଣୀ ଛାଡ଼ିକି ଆସିଛନ୍ତି, ମନ ତ ଦୁଃଖ ହବ। ଭାମା ଚାଲିଗଲା ଭାଉଜ ପାଇଁ ଖାଇବା ଆଣିବାକୁ। ଆଜି କାଳ ରାତ୍ରି। ଆଜି ପୁଅ ବୋହୂ ଏକା ରହିବେନି, ତେଣୁ ନୂଆ ବୋହୂ ଆଉ ଭାମା ଗୋଟେ ଘରେ ଶୋଇବେ। ମା, ମା, କ'ଣ ହେଲା? ମା, ଭାଉଜ ଆସିଲା ବେଳୁ ଚୁପଚାପ କିଛି କହୁନାହାନ୍ତି। କ'ଣ ହେଇଛି ଯେ? ଶୁଣ, ତୁ ତାକୁ ବେଶୀ କିଛି କହନି, ଯା ଶୋଇପଡ଼ିବୁ। ଭାମା ଚୁପଚାପ ଆସି ଭାଉଜ ପାଖରେ ଶୋଇପଡ଼ିଲା। ସେତେବେଳକୁ ବାଜିଲାଣି ରାତି 2ଟା। ଭାମାର ନିଦ ଭାଙ୍ଗିଗଲା। ଉଠିକି ଦେଖେ ତ ଭାଉଜ ପାଖରେ ନାହିଁ। ସେ ବାହାରକୁ ଆସିକି ଦେଖିଲା ବାଡ଼ି କବାଟ ଖୋଲା ଅଛି। ଭାମା ଡରିକି ଫାଷ୍ଟ ଭାଉଜ ଭାଉଜ ଡାକିବାକୁ ଲାଗିଲା, ହେଲେ କେହି ଆବାଜ ନ ଦେଲାରୁ ସେ ଶାନ୍ତିଲତା ଦେବୀକୁ ଡାକିଲା, ମା, ମା, ଦେଖିଲୁ ଭାଉଜ କୁଆଡ଼େ ଗୋଟେ ପଳେଇଛନ୍ତି। କୁଆଡ଼େ ପଳେଇଛି? କୁଆଡ଼େ ପଳେଇଛି ଦେଖୁନୁ। ତୁ ଚାଲ ଦେଖିବୁ, ଚାଲ। ମୋ ରୁମ୍ରେ ନାହାନ୍ତି ସେ। ଆଉ ଦେଖେ ବାଡ଼ି କବାଟ ବି ଖୋଲା। ଶାନ୍ତିଲତା ଦେବୀ ଆସି ଦେଖିଲା ବେଳକୁ ନୂଆ ବୋହୂ ଘରେ ଶୋଇଛି। ତୋ ମୁଣ୍ଡଟା କ'ଣ ଖରାପ ହେଇଛି ନା ନିଦରେ ଅଛୁ? ଦେଖ ତୋ ଭାଉଜ କେମିତି ଶୋଇଛି ଚୁପଚାପ। ଭାମା ଫାଷ୍ଟ ଦେଖିକି ଡରିଗଲା। ଏବେ ତ ଦେଖିଲି ଭାଉଜ ମୋ ପାଖରେ ଶୋଇ ନଥିଲେ, ଆଉ ବାଡ଼ି କବାଟ ଖୋଲା ଥିଲା। ଏବେ ପୁଣି କୋଉଠୁ ପଳେଇ ଆସିଲେ? କ'ଣ ହଉଛି ମୋ ସହିତ କେ ଜାଣି। ତୁ ନିଦରେ ଅଛୁ, ଯା ଶୋଇବୁ। ଶାନ୍ତିଲତା ଦେବୀ ଝିଅକୁ ପାଟି କଲେ, ଆଉ ସେଠୁ ଚାଲିଗଲେ। ଭାମା ବି ଚୁପଚାପ ଆସି ଶୋଇପଡ଼ିଲା।
ତା ପରଦିନ ସକାଳୁ ମଞ୍ଜୁଲତା ଦେବୀ ଆସି କହିଲେ, ଆଲୋ ଶାନ୍ତି, ଖବର ପାଇଲୁଣି? କ'ଣ ଦେଇ? ଆଲୋ, ସେ ମହାନ୍ତି ଘର ନୂଆ ବୋହୂ କୁଆଡ଼େ ପଳେଇছিল? ଗାଁଟା ସାରା ଲୋକେ ତାକୁ ଖୋଜୁଛନ୍ତି। ସତରେ? ଏଇ ତ 15 ଦିନ ହେଲା ବାହାଘର ହେଇଛି ତାର। ହଁ ପାଲ, ଛି 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 ଛି, କି ଦିନ କାଳ ଆସିଲା ଲୋ ମା। ଏ ବୋହୂ ଗୁଡ଼ାକ କ'ଣ ହଉଛନ୍ତି? ମହାନ୍ତି ଘର ବୋହୂକୁ ଗାଁ ଲୋକେ ଗୋଟେ ଖୋଲା ପଦାରୁ ପାଇଲେ। ତାର ଚେତା ନଥିଲା, ଦେହଟା ପୁରା ସିଠା ପଡ଼ିଯାଇଥିଲା ତାର। କିଛି ସମୟ ପରେ ତା ଚେତା ଫେରିଲା, କିନ୍ତୁ ସେ କିଛି କହିପାରୁନି। ଆଖିଗୁଡ଼ା ବଡ଼ ବଡ଼ କରି ଖାଲି ଚାହୁଁଛି, ଯେମିତି କିଛି ଭୟଙ୍କର ଦେଖିଛି ସିଏ। ଏପଟେ ଆଜି ଚଉଠି, ବୋହୂର ବାପଘର ଲୋକେ ଆସିଛନ୍ତି। ହେଲେ ଗୋଟେ ଅଦ୍ଭୁତ କଥା, ନୂଆ ବୋହୂ ବାପଘର ଲୋକଙ୍କ ସହ ବି କଥା ହଉନି। ଚୁପଚାପ ତଳକୁ ମୁହଁ କରି ବସିଛି ସେ। ସମସ୍ତେ ଦେଖି ଅବାକ୍, ଆଉ ସମସ୍ତେ ନିଜ ନିଜ ଭିତରେ କଥା ବି ହଉଛନ୍ତି। ଇଏ କି ବୋହୂଟା ଲୋ ମା, ବାପଘର ଲୋକଙ୍କ ସାଙ୍ଗରେ ବି କଥା ହଉନି? କିଏ ଜାଣି, ବୋଧେ ରୂପର ବହୁତ ଅହଙ୍କାର ଅଛି ୟାକୁ। ଆଜି ରାତିରେ ଚଉଠି। ସତ୍ୟବାନ ସ୍ତ୍ରୀ ପାଖକୁ ଯାଇ ଯେତେବେଳେ ବସିଲା, ନୂଆ ବୋହୂ ସାଙ୍ଗେ ସାଙ୍ଗେ ଘୁଞ୍ଚିଗଲା। ଆରେ, ମୁଁ ତମ ସ୍ୱାମୀ, ମୋ ପାଖରେ କି ଲାଜ ତମର? ନୂଆ ବୋହୂ କହିଲା, ମୁଁ ବହୁତ ଥକି ଯାଇଛି, ନିଦ ଆସିଲାଣି ମୋତେ, ତମେ ଶୋଇପଡ଼। ସତ୍ୟବାନ ମନଟା ଟିକେ ଦୁଃଖ ହେଲା, କିନ୍ତୁ ସ୍ତ୍ରୀ କଥାକୁ ସମ୍ମାନ ଦେଇ ସେ ବି ଶୋଇପଡ଼ିଲା। ଠିକ୍ ରାତି 2ଟା। ସତ୍ୟବାନ ଉଠି ଦେଖେ ତ ସ୍ତ୍ରୀ ନାହିଁ। ଭାବିଲା ବୋଧେ ବାହାରକୁ ଯାଇଛି, ପଳେଇ ଆସିବ। ଆଉ ସତକୁ ସତ କିଛି ସମୟ ପରେ ନୂଆ ବୋହୂ ଆସି ଶୋଇପଡ଼ିଲା। ତା ପରଦିନ ସକାଳୁ ପୁଣି ଗୋଟେ ଅଘଟଣ। ପଣ୍ଡା ଘର ବୋହୂକୁ ଲୋକମାନେ ଗାଁ ପଟ ଖୋଲା ପଡ଼ିଆରୁ ପାଇଲେ। ତା ଦେହ ବି ସିଠା ପଡ଼ିଯାଇଛି। ଗାଁ ବୈଦ କହିଲା, ଇଏ ତ ରକ୍ତ ଶୂନ୍ୟତା, ୟା ଦେହରେ ତ ଠୋପେ ବି ରକ୍ତ ନାହିଁ। ଗାଁ ଯାକ ପୁରା ହାୱା ଖେଳି ଯାଇଥିଲା। ନୂଆ ବୋହୂଗୁଡ଼ା ରାତି ପାହିଲା ବେଳକୁ ଖୋଲା ପଡ଼ିଆରୁ ମିଳୁଛନ୍ତି। ଇଏ କି ଅଘଟଣ, ଆଉ ତାଙ୍କ ଦେହରେ ଠୋପେ ରକ୍ତ ବି ନାହିଁ। ଏମିତି 4-5 ଜଣଙ୍କ ସହ ହେଲା। ତାପରେ ଗାଁ ଲୋକମାନେ କୁହାକୁହି ହେଲେ, ଆଚ୍ଛା, ସେ ଶ୍ୟାମ ସୁନ୍ଦରର ବୋହୂ ଆସିଥିଲା, ସେ ତ ଆସିଲା ଦିନୁ ଏଇ ସବୁ ଅଘଟଣ ହଉଛି। ଆଗରୁ ତ କାହିଁ ଇଏ ସବୁ କାଣ୍ଡ ହଉନଥିଲା ଆମ ଗାଁରେ। ହଁ ଭାଇ, ସତ କହିଛ। ଏପଟେ ଶାନ୍ତିଲତା ଦେବୀ ବୋହୂକୁ ନେଇ ଭାରି ଚିନ୍ତାରେ ଥିଲେ। କାହାରି ସହ କଥା ହଉନି, ଚୁପଚାପ ବସୁଛି, ଖାଇବାକୁ ଦେଲେ ଖାଉଛି, ନହେଲେ ନାହିଁ। ଇଏ କେମିତିକା କଥା? ସେଦିନ ଶ୍ୟାମସୁନ୍ଦର ବାବୁଙ୍କ ସମୁଦି ଆସିଲେ ଘରକୁ। ଆରେ ଆରେ, ସମୁଦି ଯେ, ଆସନ୍ତୁ ଆସନ୍ତୁ ଆସନ୍ତୁ, ସବୁ ଭଲ ତ? ହଁ ସମୁଦି, ଠାକୁରଙ୍କ ଦୟାରୁ ତ ସବୁ ଭଲ। ହେଲେ ମୁଁ ତମକୁ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଆସିଛି। ଗୁରୁତ୍ୱପୂର୍ଣ୍ଣ କଥା? କ'ଣ ସମୁଦି? ତମ ଘରେ ଯିଏ ତମ ବୋହୂ ହେଇ ଆସିଛି, ସେ ଆମ ଝିଅ ରୀମା ନୁହେଁ। କ'ଣ? ରୀମା ନୁହେଁ?
ତାହେଲେ ଇଏ କିଏ? କହୁଛି ଶୁଣନ୍ତୁ। ସେଦିନ ଚଉଠିରେ ଯେତେବେଳେ ଆମେ ଝିଅକୁ ଦେଖିଲୁ, ସେ ଆମ ସହ କଥା ବି ହେଲାନି। ତା ମା ଟିକେ ଚିନ୍ତାରେ ଥିଲା, ଝିଅଟା କାହାରି ସହିତ କଥା ହଉନି କାହିଁକି। ଯେତେ ଉପରେ ପଡି କଥା ହେଲେ ବି କୌଣସି କଥାର ସିଏ ଜବାବ ଦେଇନଥିଲା। ଫେରିଲା ବେଳେ ତା ମା ମତେ କହିଲା, ଶୁଣୁଛ, ମୋ ମା ମନକୁ ଗୋଟେ ପାପ ଛୁଉଁଛି। ମତେ କାହିଁ ଲାଗୁଛି ସେ ଆମ ଝିଅ ନୁହେଁ। ହେ, କଣ ଏପଟ ସେପଟ କଥା କହୁଛ? ଝିଅ ନୁହଁ? ଝିଅ ନୁହଁ ଆଉ ସେ କିଏ? ଭୂତ? ମୁଁ ତା କଥାକୁ କାଟିଦେଲି, କିନ୍ତୁ ଟିକେ ଆଗକୁ ଯାଇ ଦେଖେ ଆମ ନଈ ପାଖ ପଡ଼ିଆରେ ଗୋଟେ ଝିଅଟେ ନାଲି ଶାଢ଼ୀ ପିନ୍ଧି ପଡ଼ିଛି ସେଠି। ସାଙ୍ଗେ ସାଙ୍ଗେ ଗାଡ଼ି ରଖି ଆମେ ସବୁ ଓହ୍ଲେଇ ଯାଇ ଦେଖିଲା ବେଳକୁ ସେ ଆମ ରୀମା, ଆଉ କେହି ନୁହଁ। ଦେହଟା ତାର ସିଠା ପଡ଼ିଯାଇଛି, ଦେହରେ ଯେମିତି ଠୋପେ ରକ୍ତ ନାହିଁ। ସାଙ୍ଗେ ସାଙ୍ଗେ ଆମେ ତାକୁ ଆମ ଗାଁ ବୈଦ ପାଖକୁ ନେଇକି ଗଲୁ। ବୈଦ ତାକୁ ଦେଖିକି କହିଲା, ଇଏ ତ ରକ୍ତ ଶୂନ୍ୟତା ବାବୁ। ଆପଣଙ୍କ ଝିଅ ଦେହରେ ଗୋଟେ ବୁନ୍ଦା ବି ରକ୍ତ ନେଇ, ଯେମିତି କିଏ ଜଣେ ଶୋଷି ନେଇଛି ସବୁ ରକ୍ତ। ତାପରେ କିଛି ସମୟ ଯିବା ପରେ ବୈଦ ଯେତେବେଳେ ତାକୁ ଔଷଧ ଦେଲେ, ରୀମାର ଆଖି ଖୋଲିଲା, କିନ୍ତୁ ସିଏ କଥା ହେଇପାରୁନଥିଲା। ଏମିତିକି ଖାଲି ବଡ ବଡ ଆଖି କରି ଆମକୁ ସବୁ ଚାହିଁଥିଲା। ତାହେଲେ ସମୁଦି, ଆମ ଘରେ ଯିଏ ଅଛି ସିଏ କିଏ? କହୁଛି, ଇଏ ହଉଛି ପିଶାଚିନି। କ'ଣ? ହଁ ସମୁଦୁଣୀ, ଯେତେବେଳେ ଝିଅ ଜ୍ୱାଇଁ ଫେରୁଥିଲେ, ସେତେବେଳେ କୋଉଠି ଗୋଟେ ଗାଡି ଅଟକେଇଥିଲେ ଏମାନେ। ଯୋଉଠୁ ଆମ ଝିଅ ବାହାରକୁ ବାହାରିଥିଲା, ଠିକ୍ ସେତିକି ବେଳେ ସେ ପିଶାଚୁଣୀ ଆମ ଝିଅଠୁ ରକ୍ତ ଶୋଷି ତା ରୂପ ନେଇ ତମ ଘରକୁ ପଳେଇ ଆସିଛି। ଆଉ ୟାକୁ ପ୍ରତିଦିନ ରକ୍ତ ଦରକାର। ରକ୍ତ ନହେଲେ ଇଏ ବଞ୍ଚି ପାରିବନି। ଆରେ ହଁ ସମୁଦି, ଆମ ଗାଁରେ ଡେଲି ଜଣେ ଲେଖା ନୂଆ ବଧୂ ଏମିତି ପଡ଼ିଆରେ ପଡ଼ିଛନ୍ତି, ଏମିତି ମିଳୁଛନ୍ତି, ଆଉ ତାଙ୍କ ଦେହରେ ଠୋପେ ରକ୍ତ ବି ରହୁନି। ଏବେ କଣ କରିବା ସମୁଦି? ୟାଠୁ କେମିତି ମୁକ୍ତି ମିଳିବ? ଇଏ ଯେମିତି ଆସିଥିଲା ସେମିତି ଯିବ। ଶୁଣ, କେହି କିଛି ଜାଣିନ, ସବୁ ଯେମିତି ଆଗ ଭଳି ରୁହ, ଯେମିତି ସେ କିଛି ନ ଜାଣିପାରେ। ସମୁଦୁଣୀ, ତମେ ଯାଇ କୁହ ତାକୁ, ତୋ ବାପା ଆସିଛି ଅଷ୍ଟମଙ୍ଗଳାକୁ ତତେ ଘରକୁ ନବା ପାଇଁ। ଶାନ୍ତିଲତା ଦେବୀ ଆସି କହିଲେ, ବୋହୂମା, ଜଲ୍ଦି ବାହାରି ପଡ଼େ, ତୋ ବାପା ଆସିଛନ୍ତି ତତେ ନବାକୁ। ସେ ପିଶାଚୁଣୀ ବାହାରି ପଡ଼ିଲା ଯିବ ବୋଲି। ଗାଡ଼ିରେ ଥିଲେ ଶ୍ୟାମସୁନ୍ଦର ବାବୁ, ଆଉ ତାଙ୍କ ସମୁଦି, ଆଉ ସତ୍ୟବାନ। ପିଶାଚୁଣୀକି ଧରି ସତ୍ୟବାନ ଆଉ ଶ୍ୟାମସୁନ୍ଦର ବାବୁ ପଛ ସିଟ୍ରେ ବସିଥିଲେ। ଆଗ ସିଟ୍ରେ ଡ୍ରାଇଭର ଆଉ ରୀମାର ବାପା ବସିଥିଲେ। ଯେମିତି ନଈ ପାଖ ହେଲା, ସେମିତି ସେ ପିଶାଚୁଣୀ ରଢ଼ି ମଢ଼ି ହେଲା। ଓହ୍ଲେଇବୁ? ରହ, ତୁ ଆଉ ଟିକେ ରହ, ତୁ ଓହ୍ଲେଇବୁ, ତତେ ଆମେ ଓହ୍ଲେଇ ଦବୁ। ରହ ଟିକେ। ପିଶାଚୁଣୀକୁ ଆଭାସ ହେଇସାରିଥିଲା ସେତେବେଳକୁ। ଏମାନେ ତାକୁ
କୋଉଠିକୁ ନେଇକି ଯାଉଛନ୍ତି। ସେଠି ପାଖରେ ଗୋଟେ ଚାମୁଣ୍ଡା ମନ୍ଦିର ଥିଲା, ଭାରି ପ୍ରଖ୍ୟାତ ମନ୍ଦିର। ସେଠି ପୂଜାରୀ ଆଗରୁ ରେଡି ଥିଲେ। ପିଶାଚୁଣୀକୁ ଧରି ଟାଣି ଟାଣି ଆଣିଲେ ମା ଚଣ୍ଡୀ ମନ୍ଦିରକୁ। ପୂଜାରୀ ବଳି କଥାଟାକୁ ଧରି ଛିଡ଼ା ହେଇଥିଲେ ସେଠି। ଗାଁ ଯାକ ଲୋକ ସେଠି ରୁଣ୍ଡ ହେଇଥିଲେ। ଯେମିତି ପୂଜାରୀ ବଳି କଥାକୁ ଆଣି ସେ ପିଶାଚୁଣୀ ଦେହରେ ଛୁଇଁଛନ୍ତି, ସେମିତି କୁଆଡ଼େ ଉଭେଇଗଲା ସେ। ସେଦିନ ତା କବଳରୁ ଗାଁଟା ଯାକ ଲୋକେ ରକ୍ଷା ପାଇଲେ। କିଛି ଦିନ ପରେ ଶ୍ୟାମସୁନ୍ଦର ବାବୁ ବୋହୂକୁ ଧରି ଘରକୁ ପଳେଇ ଆସିଲେ। ଆପଣମାନେ ଶୁଣୁଥିଲେ ନୂଆ ବୋଧୁ। ଆପଣମାନଙ୍କ ପାଇଁ ଗୋଟେ ଛୋଟ ପ୍ରଶ୍ନ, ନୂଆ ବୋହୂର ନାଁ କ'ଣ ଥିଲା? ଉତ୍ତର କମେଣ୍ଟରେ ଲେଖିବେ। ପରବର୍ତ୍ତୀ କାହାଣୀରେ ତାଙ୍କ ନାଁ ସ୍ଥାନ ପାଇବ। ପ୍ଲିଜ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ମୋତେ ସପୋର୍ଟ କରନ୍ତୁ। ଜୟ ଜଗନ୍ନାଥ।